ସବୁଠୁ ବଡ଼ ଦୁଃଖ ଖବର ତ ହଠାତ୍ କିଣା ଶୁଣିବାକୁ ପାଇଲୁ ଯେ ବିଶ୍ୱାସ ଥିଲା ସେ ଫେରିବେ, ପୁଣି ଷ୍ଟେଜ୍ ଚଢ଼ିବେ। ତ ବୋଧେ ସେ ବିଶ୍ୱାସଟା ଆଜି ସମସ୍ତେ ପୁରା ଏ ସଙ୍ଗୀତ ଜଗତ ଆଜି ହରେଇ ବସିଛି। ତେଣୁ ଅଭିଜିତ ମଜୁମଦାର ଜଣେ ସିଙ୍ଗର କି ଜଣେ ସଙ୍ଗୀତ ନିର୍ଦ୍ଦେଶକ ବୋଲି ଆମେ କହିବାନି, ସେ ଜଣେ ଏତେ ଯେ ଜଣେ ଭଲ ମଣିଷ ଥିଲେ। ତାଙ୍କ କଥା ଯେତେ ବି କହିଲେ କମ୍ ପଡ଼ିଯିବ, କାରଣ ମୁଁ ବି ତାଙ୍କ ସହିତ ବହୁତ ମିଶିଛି। ଯେତେବେଳେ ମୋତେ ଦେଖନ୍ତି ଡାର୍ଲିଂ ଡାର୍ଲିଂ କରି ସେ ଡାକନ୍ତି, ଡାର୍ଲିଂ ଆଉ ଆସିଲ ଡାର୍ଲିଂ, ଭଲ ଅଛ? ତ ବହୁତ ଖୁସି ଲାଗେ। ଜଣେ ହୃଦୟବାନ ମଣିଷଟିଏ। ଯଦି କହିବି କିଛି ଦିନ ପୂର୍ବରୁ ଯେମିତି ହ୍ୟୁମାନ ସାଗର ଛାଡ଼ି ଗଲା ପରେ ସଙ୍ଗୀତ ଜଗତ ପୁରା ଦୁଃଖ ପ୍ରକାଶ କରିଥିଲା, ଯେମିତି କୁହା ହେଉଥିଲା ଶିଷ୍ୟ ଗଲା ପରେ ପୁଣି ଗୁରୁ ଆଜି ଛାଡ଼ିକି ଚାଲି ଯାଇଛନ୍ତି। ତେଣୁ କେଉଁଠି ନା କେଉଁଠି ବହୁତ କଷ୍ଟ ଲାଗୁଛି। କାରଣ ଯଦି ଆମେ କହିବା ଯେତେବେଳେ ପର୍ବପର୍ବାଣି ଆସେ ତ ଦୁଇ ଜଣଙ୍କୁ ପାଖାପାଖି ଲୋକ ଖୋଜିଥାନ୍ତି। ଜଣେ ହେଲେ ଅଭିଜିତ ମଜୁମଦାର ଆଉ ଜଣେ ହେଲେ ହ୍ୟୁମାନ ସାଗର। ତେଣୁ ହ୍ୟୁମାନ ସାଗର ଯିବା ପରେ ସମସ୍ତଙ୍କର ଆଶା ଭରସା ଥିଲା ହୁଏତ କିଛି ଦିନ ପରେ ପୁଣି ଦାଦା ଭଲ ହେଇ ଆସିବେ ଆଉ ସେଇ ଷ୍ଟେଜ୍କୁ ଯିବେ। ତେଣୁ ଆଜି ସମ୍ପୂର୍ଣ୍ଣ ଭାବରେ ସେଇ ଯେଉଁ ମନ ଭିତରେ ଦୁଃଖଟା ଥିଲା ଆଜି ସମସ୍ତଙ୍କର